ଆଉ ସବୁ ପୁରୀ ମା କାହିଁକି ଭଲରେ ଅଛନ୍ତି ନା? ମୋର କେରେକେରା ଗୀତ ଭାଇରାଲ ହେଲା ପରେ ମୁଁ ଭାବିଲି ବ୍ରହ୍ମପୁରରେ ଗୋଟେ ହୋଟେଲଟି କରିବି। ହୋଟେଲଟି କରିବା ପାଇଁ ସବୁ ଜିନିଷ ଦରକାର, ବ୍ରହ୍ମପୁରରେ 2-3ଟା କାଉଣ୍ଟର ବୁଲିଲି। ପ୍ରାଇସ୍ ଠିକ୍ ଥିଲା ବଟ୍ କ୍ୱାଲିଟି ଠିକ୍ ଲାଗିଲାନି। ତ ମୁଁ ଅନଲାଇନରେ ଦେଖିଲି ଆମର ସୁଧା ଇଣ୍ଡଷ୍ଟ୍ରି, ଯୋଉଟାକି ଭୁବନେଶ୍ୱର ମଞ୍ଚେଶ୍ୱରରେ ଅଛି, ଯୋଉଟାକି ମ୍ୟାନୁଫ୍ୟାକ୍ଚରିଂ ହେଉଛି, ଯୋଉଟାକି ନିଜ ଇଚ୍ଛା ନିଜ ଷ୍ଟାଇଲ ନିଜ ମାପରେ ଆମେ କରିପାରିବା। ଯାଇକି ମୁଁ ସେଇଠି ପହଞ୍ଚିଲି, ନିଜ ଷ୍ଟାଇଲରେ ମୁଁ ସବୁ ଅର୍ଡର ଦେଲି। ଆଉ A to Z ଜିନିଷ ହୋଟେଲର ସବୁ ଯାକ ସେଇଠୁ ମୁଁ ପାଇଗଲି, ଭଲ ପ୍ରାଇସରେ ପାଇଲି, ବ୍ରାଣ୍ଡ ବି ଭଲ ଥିଲା। ତାପରେ ମୋତେ ସମୟ ଦେଲେ, ମୁଁ ସମୟ ନେଇକି ଆସିଲି। ମୁଁ ଯେଉଁ ଅର୍ଡର ଦେଇଥିଲି ସେ ହେଇଯାଇଛି। ହଁ ସାର୍ ଦେଖନ୍ତୁ ଆପଣଙ୍କ ସାମାନ ଅଛି ଏଠି। ତାପରେ ମୋର ଗୋଟେ ଆପାର୍ଟମେଣ୍ଟ ଭଜ ଗୀତ ଆସୁଛି, ଯେଉଁଟାକି ପପ୍ ପପ୍ ପମ୍ ଗାଉଛନ୍ତି। ରେକର୍ଡ଼ିଂ ସରିଲା, ଯାଇକି ଦେଖିଲି ମୋର ହେଇଛି କି ନାହିଁ। ଯାଇକି ଦେଖିଲା ବେଳକୁ ତ ମୋର ସବୁ କାମ ସରିଯାଇଛି। ଆଉ ପୁରା ଖୁସି, ମୁଁ ଖୁସି ତ ଖୁସି, ମୁଁ ଯେତିକି ଭାବିଥିଲି ତାଠୁ ବହୁତ ବଢ଼ିଆ କାମ ହେଇଛି। ଆଉ ବହୁତ ବଢ଼ିଆ ଡିଜାଇନ ଷ୍ଟାଇଲ ବି ବଢ଼ିଆ ହେଇଛି। ଦେଲେ ତୁମେ अन्ना ଡାକୁଛ। ଆପଣ ଦେଖିଲେ ନା, ମୋତେ ମାସେ ଟାଇମ୍ ଦେଇଥିଲେ, ମାତ୍ର କମ୍ ଦିନରେ ମାସେ ପୂର୍ବରୁ ମୋତେ ଦେଇଦେଲେ। ରେଷ୍ଟୁରାଣ୍ଟ ହଉ, ଢାବା ହଉ, ହୋଟେଲ ହଉ, କିଚେନ୍ ହଉ, ପିଜ୍ଜା ମେକର, ତନ୍ଦୁରୀ ମେକର, ଜୁସ୍ ମେକର, ଅଲ୍ ଟାଇପ୍ ଭେରାଇଟି ଆଭେଲେବଲ୍ ଅଛି, ଯେଉଁଟାକି ଆପଣ ନିଜ ଷ୍ଟାଇଲରେ ଆପଣ କହିପାରିବେ, ବନେଇ ପାରିବେ। ହଁ, ବେଷ୍ଟ କ୍ୱାଲିଟି, ବେଷ୍ଟ ପ୍ରାଇସ୍, କେବଳ ଓନ୍ଲି ସୁଧା ଇଣ୍ଡଷ୍ଟ୍ରି। ଆର ଆଡ୍ରେସ୍ ହେଉଛି ସୁଧା ଇଣ୍ଡଷ୍ଟ୍ରି, ମଞ୍ଚେଶ୍ୱର, ଭୁବନେଶ୍ୱର। ତଳେ ଥିବା ନମ୍ବରକୁ ଭିଜିଟ୍ କରନ୍ତୁ।